ପିଲାମାନେ ଆଜି ଆମେ ଗଳ୍ପ ଶିଖିବା ନା ଗପ। ଆମେ ମିନାର ମିଠେଇ ଖିଆ ଗପ ଶିଖିବା ହେଲା। ଦିନେ ମିନାର ମାମୁଁ ତାଙ୍କ ଘରକୁ ଆସିଥିଲେ। ସାଙ୍ଗରେ ମିଠେଇ ଆଣିଥିଲେ। କଣ ଆଣିଥିଲେ? ମିଠେଇ ଆଣିଥିଲେ ହେଲା। ବୋଉ ମିଠେଇ ଗୁଡ଼ିକୁ ଡବାରେ ପୁରାଇ ରଖିଦେଲେ। ମିଠେଇ ଗୁଡ଼ାକ ଦେଖି ମିନାର ପାଟିରୁ ଲାଳ ବୋହିଲା ହେଲା। କଣ ବୋହିଲା? ଲାଳ ବୋହିଲା ହେଲା। ଯେମିତି ବୋଉ ପୂଜା କରିବାକୁ ଯାଉଛନ୍ତି ମିନା ଲୁଚି ଯାଇ ଡବାରେ ହାତ ପୁରେଇଲା। ଲୁଚି ଗଲା ହାତରେ ପୁରେଇଲା। ଏକାବେଳେକ ଦୁଇଟି ମିଠେଇ ଆଣିବାକୁ ଚାହିଁଲା। ହେଲେ ଡବାର ତ ଛୋଟ ମୁହଁ। ଏତେ ଗୁଡ଼ିଏ ମିଠେଇ ଧରିଲେ ହାତ କଣ ବାହାରିବ? ମାନେ ମିନା କଣ କଲା? ଡବାରେ ସବୁ ଯାକ ମିଠେଇ ଆଣିବା ପାଇଁ ଚେଷ୍ଟା କଲା। ହେଲେ ସବୁ ଯାକ ମିଠେଇ ଆସିଲା ନାହିଁ। ଏତିକି ବେଳେ ଜେଜେ ସେଇ ବାଟେ ଯାଉଥିଲେ। ବାବୁ ମିନାକୁ ଦେଖି କହିଲେ, ମିନା ଗୋଟିଏ ମିଠେଇ ଆଣ। କିଏ କହିଲେ? ଜେଜେ ବାପା କହିଲେ ହେଲା। ତୋ ହାତ ବାହାରି ଆସିବ। ଜେଜେଙ୍କ କଥା ମାନି ମିନା ଜେଜେଙ୍କ କଥା ମାନି ମିନା ଯେମିତି ଗୋଟିଏ ମିଠେଇ ଆଣିଲା। ଏଥର ମିନା ଦୁଇଟି ମିଠେଇ ପାଇ ଖୁବ୍ ଖୁସି ହେଲା। ମାନେ ଦେଖ ମିନା କଣ କରିଥିଲେ ନା ସବୁ ଯାକ ମିଠେଇ ଆଣିଥିଲେ। ସେମାନେ ମିଠେଇ ଆଣିଲା ପରେ ସବୁ ଯାକ ବାହାରିଛନ୍ତି। ତାପରେ ଜେଜେବାପା କହିଲେ ଦୁଇଟି ମିଠେଇ ଆଣ ହେଲା। ଦୁଇଟି ମିଠେଇ ଆଣିଲେ ଭଲ ଆସିବ। ତାପରେ ଜେଜେଙ୍କ କଥା ଶୁଣି ମିନା କଣ କଲା? ଦୁଇଟି ମିଠେଇ ଆଣିଲା। ମିଠେଇ ଆଣିବାକୁ ଦିଟା ମିଠେଇ ଆସିଲା। ତାପରେ ମିନା ବହୁତ ଖୁସି ହେଲା। ତାପରେ ମିନା କହିଲେ, ଜେଜେ ବୁଦ୍ଧି ଥିଲେ ଉପାୟ ଆସେ ହେଲା। କଣ ଶିଖିଲ? ପିଲାମାନେ ଆମେ ଏହି ଗଳ୍ପକୁ ଆମେ